ପିଲାମାନେ ସ୍କଟଲ୍ୟାଣ୍ଡର ରାଜା ଡନକାନଙ୍କ ସେନାପତି ହେଉଛନ୍ତି ମ୍ୟାକବେଥ୍। ଥରେ ଗୋଟିଏ ବିଦ୍ରୋହ ଦମନ କରି ସେ ନିଜ ସହଚର ବାଙ୍କୋକ ସହ ଫେରୁଛନ୍ତି। ଗୋଟିଏ ବୁଦୁବୁଦିଆ ଜଙ୍ଗଲ ଭିତରେ ତିନୋଟି ଉଇଚ୍ ଦେଖାଗଲେ ବା ଡାକିନୀ ବା ଯୋଗିନୀ ଯେଉଁଟା ଆମେ କହୁଛନ୍ତି ଦେଖାଦେଲେ। ସେମାନେ ଏ ଦୁହିଁଙ୍କ ସମ୍ପର୍କରେ କେତୋଟି ଭବିଷ୍ୟତବାଣୀ କରି କୁଆଡ଼େ ଉଭାଇ ଗଲେ ବା ଛପିଗଲେ, ଅଦୃଶ୍ୟ ହୋଇଗଲେ। ମ୍ୟାକବେଥ୍ଙ୍କ ସମ୍ପର୍କରେ କହିଲେ ଯେ ତାଙ୍କର ଆହୁରି ଉନ୍ନତି ହେବ, ସେ ସ୍କଟଲ୍ୟାଣ୍ଡର ରାଜା ହେବେ। ବାଙ୍କୋଙ୍କ ସମ୍ପର୍କରେ କହିଲେ ଯେ ତା ପୁଅ ରାଜା ହେବ। ଭବିଷ୍ୟତବାଣୀ ସତ୍ୟ ହେଉଥିବାର ଦେଖି ମ୍ୟାକବେଥ୍ ରାଜା ହେବାର ସ୍ୱପ୍ନ ଦେଖିଲେ। ଲେଡି ମ୍ୟାକବେଥ୍କୁ ଯେତେବେଳେ ମ୍ୟାକବେଥ୍ ଏଇ କଥା କହିଲେ, ସେ ମଧ୍ୟ ମ୍ୟାକବେଥ୍ଙ୍କର କାମନାକୁ ଆହୁରି ଇନ୍ଧନ ଯୋଗାଇଲେ। ମ୍ୟାକବେଥ୍ ଡନକାନଙ୍କୁ ହତ୍ୟା କରି ସିଂହାସନ ଅଧିକାର କଲେ। ନିଷ୍କଟଙ୍କ ହେବା ପାଇଁ ସେ ବାଙ୍କୋକୁ ମଧ୍ୟ ହତ୍ୟା କଲେ। ଏହାପରେ ଗୋଟିଏ ଅଦ୍ଭୁତ ଘଟଣା ଘଟିଲା। ଗୋଟିଏ ଭୋଜି ସଭାରେ ବାଙ୍କୋର ପ୍ରେତ ଦେଖାଗଲା ମ୍ୟାକବେଥ୍ ସାମ୍ନାରେ। ଅନ୍ୟମାନେ କିନ୍ତୁ କେହି ତାକୁ ଦେଖିପାରୁନଥାନ୍ତି। ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଚାଲିଲା। ଲେଡି ମ୍ୟାକବେଥ୍ ବିବେକର ଦଂଶନରେ ଭାରସାମ୍ୟ ହରାଇ ବସିଲେ, ମାନେ ବାରମ୍ବାର ନିଜ ଭୁଲ କାମ କରିଛନ୍ତି ବୋଲି ତାଙ୍କ ବିବେକ ତାଙ୍କୁ ଧିକ୍କାର କଲା। ସେ ନିଦ୍ରିତ ଅବସ୍ଥାରେ ଚାଲୁଥିବାର ଦେଖାଗଲା। ଏହି ଅବସ୍ଥାରେ ସେ ନିଜ ହାତରୁ ରକ୍ତର ଦାଗ ଧୋଇବାର ଅଙ୍ଗଭଙ୍ଗୀ କରୁଥାନ୍ତି। ଅବଶେଷରେ ସେ ଆତ୍ମହତ୍ୟା କଲେ। ମ୍ୟାକବେଥ୍କୁ ଏ ଯେ ଉଇଚ୍ମାନେ ଦୃଢ଼ତାର ସହ ଜଣାଇଥିଲେ ଯେ ନାରୀଠାରୁ ଜନ୍ମିତ କୌଣସି ବ୍ୟକ୍ତି ତାଙ୍କୁ ମାରିପାରିବ ନାହିଁ। ପୁଣି ବିର୍ନାମ ଜଙ୍ଗଲଟି ଡନ୍ସିନକୁ ଉଠି ନ ଗଲେ ସେ ମରିବ ନାହିଁ। ଏହା ସତ୍ତ୍ୱେ ତାଙ୍କର ମୃତ୍ୟୁର ଦିନ ଆସିଲା। ଗୋଟିଏ ଲଢ଼େଇରେ ସେ ମ୍ୟାକଡଫ୍ଙ୍କ ହାତରେ ମଲେ। ମ୍ୟାକଡଫ୍ ସ୍ୱାଭାବିକ ରୀତିରେ ଜନ୍ମ ଲାଭ କରିନଥିଲେ। ଯଥା ସମୟରେ ଯଥେଷ୍ଟ ପୂର୍ବରୁ ତାଙ୍କ ମାଆଙ୍କ ଗର୍ଭରୁ ବାହାର କରି ନିଆଯାଇଥିଲା। ଯେଉଁଟା ଆମେ ଆଜିକାଲି ଅପରେସନ୍ ହେଇକି ପିଲାମାନେ ଯେଉଁ ସିଜେରିଆନ୍ ଅପରେସନ୍ ହେଉଛନ୍ତି ସେଇ କଥା। ସେ ସମୟରେ ମଧ୍ୟ ସେକ୍ସପିୟରଙ୍କର ଚିନ୍ତାଧାରା ପିଲା ଦେଖ କେତେ ବହୁତ ସୁନ୍ଦର। ଜଙ୍ଗଲ ମଧ୍ୟ ସ୍ଥାନାନ୍ତରିତ ହୋଇଯାଇଥିଲା। କେମିତି ନା ମ୍ୟାକଡଫ୍ଙ୍କ ବିରାଟ ସୈନ୍ୟବାହିନୀକୁ ନିଜର ସଂଖ୍ୟା ଲୁଚାଇବା ପାଇଁ ସାମ୍ନାରୁ ଗଛର ଡାଳ ଧରି ସୈନ୍ୟମାନେ ପାହାଡ଼ ଉପରକୁ ଚାଲିଲେ। ତେଣୁ ସତେ ଯେପରି ଲାଗିଲା ଜଙ୍ଗଲଟା ପାହାଡ଼ ଉପରକୁ ଉଠିଯାଇଛି। ଏବଂ ଶେଷରେ ମ୍ୟାକବେଥ୍ ମଲେ ଏବଂ ଡନକାନଙ୍କ ପୁଅ ମାଲକମ୍ ରାଜା ହେଲେ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।